ଟଙ୍କାର ତେଲ ଦେବୁ, କିଏ କହୁଛି 10 ଲିଟର ଦେବୁ। ଏବେ ପର୍ଯ୍ୟନ୍ତ ମୋତେ ତେଲ ମିଳିନି। ବର୍ତ୍ତମାନ ଏଠି ମୁଁ 2 ଘଣ୍ଟା ହେଲାଣି ଲାଇନରେ ଠିଆ ହେଇଛି, ତେଲ ନେଇକି ଯିବି। ମୋର କହିବା କଥା, ଆଜ୍ଞା ଏ ସରକାର ଆମକୁ ଡିମନିଟାଇଜେସନରେ ଲାଇନରେ ଲଗେଇଦେଲା, ଲାଇନରେ ଠିଆ ହେଲୁ। ଗ୍ୟାସ୍ ଆଣିବା ପାଇଁ ଲାଇନରେ ଠିଆ ହେଲୁ। ଆମେ ନମ୍ବର ପ୍ଲେଟ୍ ପଲ୍ୟୁସନ୍ ପାଇଁ ଲାଇନରେ ଠିଆ ହେଲୁ। ଏଖିନା ତେଲ ପାଇଁ ଲାଇନରେ ଠିଆ ହେଉଛୁ। ଏ ସରକାର କ'ଣ କରିବାକୁ ଚାହୁଁଛନ୍ତି ଆମେ ଜାଣିପାରୁନୁ। ଆଜି ପବ୍ଲିକ ଯେଉଁ କଷ୍ଟରେ ମୁଁ ଅଛି, ମୁଁ ଏখানে ସୁନ୍ଦରଗଡ଼ ଯିବି, ମୋତେ ଟାଙ୍କି ଫୁଲ୍ କରିବାର ଅଛି। କୋଉଠି ପେଟ୍ରୋଲ ପମ୍ପ ଟାଙ୍କି ଫୁଲ୍ କରୁନାହାନ୍ତି। ସରକାର ଯଦି ଚଲେଇ ପାରୁନାହାନ୍ତି ଛାଡ଼ି ଦିଅନ୍ତୁ। ବହୁତ କାବିଲ ଲୋକ ଅଛନ୍ତି ଆଜ୍ଞା, ଆମ ଓଡ଼ିଶାକୁ ଭଲ ଭାବରେ ଚଲେଇ ଦେବେ। 2ଟା ଲୋକ ଅଛନ୍ତି, ଅମିତ ଶାହା, ନରେନ୍ଦ୍ର ମୋଦି। ଯାହା ଖେଳ ଖେଳୁଛନ୍ତି ଏଠି ଖେଳ ଚାଲିଛି। ଡବଲ ଇଞ୍ଜିନ ସରକାର କହୁଛନ୍ତି, କିନ୍ତୁ ଏଠି ଲୋକ ହଇରାଣ ହେଉଛନ୍ତି, ଆଉ ଆମେ ଏଠି ସଫର ହେଉଛୁ। ଆଉ ଗୋଟେ କଥା ଆଜ୍ଞା ମୁଁ ମାର୍କ କଲି, ଏଠି କୌଣସି MLA, ମନ୍ତ୍ରୀ, କୌଣସି ଅଫିସର, ହାଇ କ୍ଲାସ ଅଫିସର, A1 କ୍ଲାସ ଅଫିସର କେହି ଲାଇନରେ ଠିଆ ହେଉନାହାନ୍ତି। ଏ ଗରିବ ଜନସାଧାରଣ ସେମାନେ ହିଁ ଲାଇନରେ ଠିଆ ହେଉଛନ୍ତି। ଏ କିଭଳିଆ ଶାସନ ଏଠି ଚାଲିଛି, କୋଭଳିଆ ସରକାର ଚାଲିଛି, ଆପଣ ସେଇଟା ଦେଖିପାରୁଥିବେ। ଏବେ ବି ଶହ ଶହ ଲୋକ ଲାଇନରେ ଅଛନ୍ତି। ଲାଇନରେ